ଗ୍ରାହକଙ୍କୁ ଠକୁଛି ବିଶାଳ ମେଗାମାର୍ଟ। ରାୟଗଡ଼ା ଜେକେପୁର ରୋଡସ୍ଥ ବିଶାଳ ମେଗାମାର୍ଟ ନାମରେ ଆସିଛି ଗୁରୁତର ଅଭିଯୋଗ। ତାରିଖ ଅତିକ୍ରମ ହୋଇଥିବା ସାମଗ୍ରୀ ବିକ୍ରି କରି ଗ୍ରାହକ କରୁଛି ଶୋଷଣ। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ରାୟଗଡ଼ା ସହରର ସଂଗ୍ରାମ କେଶରୀ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁଯାୟୀ 14 ମେ 2025 ତାରିଖ ଦିନ ବିଶାଳ ମେଗାମାର୍ଟରୁ ବିଲ୍ କାଟି 1463 ଟଙ୍କା ମୂଲ୍ୟର ଜିନିଷ କିଣିଥିଲେ। ତାପରଦିନ କିଣିଥିବା ଜିନିଷକୁ ବିଲ୍ ଅନୁଯାୟୀ ତାଳମେଳ କରିଥିଲେ। ସେଥିମଧ୍ୟରୁ କିଣିଥିବା 1 କେଜି ବିକାନୁ ଆଳୁ ଭୁଜାର ଉପଯୋଗୀ ତାରିଖ ଶେଷ ହୋଇଥିବା ଯାହାର ମୂଲ୍ୟ 204 ଟଙ୍କା ଥିଲା। ଏନେଇ ସେ ବିଶାଳ ମେଗାମାର୍ଟ ଯାଇଥିଲେ କିଣିଥିବା ବିକାନୁ ଆଳୁକୁ ଭୁଜିବାକୁ ଉପଯୋଗୀ ତାରିଖ ଶେଷ ହୋଇଯାଇଛି ଏକଥା କହିବା ପାଇଁ। କିନ୍ତୁ ସେଠି ଯାହା ହେଲା ଏବେ ଦେଖନ୍ତୁ ତାର ସିଧାସଳଖ ଚିତ୍ର। ରାୟଗଡ଼ାରୁ ସୁବ୍ରତ ଚୌଧୁରୀଙ୍କ ରିପୋର୍ଟ, OTN TV। ଆଜ୍ଞା କାଢୁଛନ୍ତି ତ ଫଟୋ ଗୋଟେ। 14 ତାରିଖ ଦିନ ବିଶାଲ ମେଗାମାର୍ଟ ଆସିଥିଲି ଆଉ ସେଦିନ ମୁଁ 1463 ଟଙ୍କା ଜିନିଷ କରିଥିଲି। ସେଥିମଧ୍ୟରୁ ବିକାନ ଭୁଜିଆ ଥିଲା। ମୁଁ ଘରକୁ ଯାଇକି ଦେଖିଲା ପରେ ତାର ଡେଟ୍ ପଳେଇଯାଇଛି, 12 ତାରିଖ ଦିନ ଏକ୍ସପାୟାର ଡେଟ୍ ପଳେଇଯାଇଛି ଥିଲା। ମୁଁ 14 ତାରିଖ କିଣିଥିଲି। ସେ ନେଇ ମୁଁ ଆସିକି ଅଭିଯୋଗ କଲି। ଅଭିଯୋଗ କରିବାକୁ ସେଦିନ ମ୍ୟାନେଜର ନଥିଲେ, ମୋତେ ଗୋଟେ ପ୍ରାୟ ଘଣ୍ଟାଏ ଜଗେଇଥିଲେ। ଘଣ୍ଟାଟେ ପରେ ମ୍ୟାନେଜର ଯେତେବେଳେ ଆସିଲେ, ମୋ ମ୍ୟାନେଜର କହିଲା ପରେ ମ୍ୟାନେଜର ପ୍ରଥମେ ମନା କଲେ ଯେ ଏଇଟା ଆମ ଜିନିଷ ନାହିଁ। ତାପରେ ବହୁତ ଜିନିଷ ଆମେ କଲା ପରେ ତାଙ୍କୁ କହିଲେ ଯେ ଆପଣ ଏଇଟା ପୁରୁଣା ଷ୍ଟକ୍ ଆଣିକି ଦେଇଛନ୍ତି, ଆପଣ ଯେଉଁ 14 ତାରିଖ ଦିନ କିଣିଛନ୍ତି ସେଇଟା ନୂଆ ଷ୍ଟକ୍ କିଣିକି ଯାଇଛନ୍ତି। ସେମିତି ମୋତେ କହିକି ଧମଚକ ଦେଇକି ପଠାଇ ଦେଇଥିଲେ। ଆଚ୍ଛା, ଆପଣଙ୍କୁ ହତେ ଧମ ଦେଇଛନ୍ତି କି? ଆପଣଙ୍କୁ କ'ଣ ଗୁଣ୍ଡା ଲଗେଇ? ଆଉ ଥରେ ଆମେ ତାକୁ ଡାକିଲେ ଆପଣ ଆସନ୍ତୁ, ଯେଉଁଟା ହେଲା ଆପଣଙ୍କୁ ମୋର କିଛି କଥା ହେଇକିନା ଆମେ ଆମ ଜିନିଷ ଦେଇଦେବୁ। ଆମେ ଆସିଲା ପରେ ଅଧଘଣ୍ଟା ତାଙ୍କୁ ଜଗାଇଲି ସେଦିନ ମଧ୍ୟ। ଆଉ କିଛି ଲୋକଙ୍କୁ ଆଣିକି ତାଙ୍କେ ରଖିଥିଲେ। फूड सेफ्टी ऑफिसर रायगड़ा हुए ନାଟା ସାର୍ ज्योति प्रकाश सोरेन ସାର୍ ଆଜି କେଉଁଠିକି ଆସିଥିଲେ, କ'ଣ ଦେଖିଲେ, କେତେ ଟଙ୍କା ଫାଇନ୍ ପଡ଼ିଲା ଆପଣ? विशाल मेगा मार्ट रायगड़ा एक्सपायर आइटम थी लक्षे टंका फाइन दिखाई प्लस किसी जोड़ा डाउटफुल सैंपल अच्छे से सैंपल नहीं कि लैब टेस्टिंग पठा। ସାର୍ କେଉଁଟା एक्सपायर डेट बाहर କ'ଣ କ'ଣ ଆପଣ ପରୀକ୍ଷା କଲେ? आमर से नमकीन आइटम गोटे आलू भुजिया आउ आचार आ बाकी कहुई नोटिस कराई जे जदि तांके जदि 1 मंथ भीतर क्लीनिंग शेड्यूल एज पर FSSAI जदि मेंटेन करना आउरी एक्शन भी नि जाए आम FSSAI ट्राए करूँ जितेटा बुलिया हो प्रत्येक दुकान भी सैंपलिंग होची आम पाखे रेकर्ड अच्छे आप प्रत्येक महल चेकिंग कर हाँ हाँ सब चलती कंटिन्यूस प्रोसेस। आम सीजन वाइज सीजन उठा होची बाद एमती जदि सस्पेक्टेड सैंपल होची कि आपण मानक माध्यम रे जदि हमको मिलुची पब्लिक माध्यम रे जदि हमको डाउट मिलुची हम संगे संगे एक्शन जांच पर केतना फाइन पड़ा सर? नहीं तांको जेहेतु एक्सपायरी सेटा जांच हेई पारो सेटा खाद्ययुक्त नाही। से एक्सपायर रखिचंती तापर गोटे कस्टमर को देइचंती से नहीं कि आ तांकर जो अनहाइजीनिक कंडीशन देखिके तांको फाइन करे।